ଆଜ୍ଞା ପରିଚୟ ଆଜ୍ଞା। ଜୟ ଜଗନ୍ନାଥ। ଆମର ଏଇଟା ହୋଟେଲ ଗାନ୍ଧାର ଜଗା ରେଷ୍ଟୁରାଣ୍ଟ ଆମର ଗୋଟେ ନୂଆ ଖୋଲା ଯାଇଛି। ଆପଣଙ୍କ ପରିଚୟ? ମୋ ପରିଚୟ ହୋଟେଲ ଗାନ୍ଧାରର ମୁଁ ମ୍ୟାନେଜର ଅଛି ଏବଂ ଏ ରେଷ୍ଟୁରାଣ୍ଟ ମଧ୍ୟ ଆମର ମାଲିକଙ୍କର, ତେଣୁକରି ଏଇଠି ମୁଁ କାର୍ଯ୍ୟରତ ଆଉ ବହୁତ ଦିନ ହେଲା ମଧ୍ୟ ଏଠି କାର୍ଯ୍ୟ କରି ଆସୁଛି। ଆଜ୍ଞା ପୁରୀ ପେଣ୍ଠକଟା ଯେ ସିଟି ରୋଡ଼ ଆମିଷ ପ୍ରିୟ ଥିବ ପର୍ଯ୍ୟଟକମାନଙ୍କ ପାଇଁ ଥିଲାବେଳେ ଆଜି ଆପଣ ଶୁଦ୍ଧ ଶାକାହାରୀର ଗୋଟେ ହୋଟେଲ ଖୋଲା ହେଇଛି, ତ ଏହାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଅଛି? ଦେଖନ୍ତୁ ସିଟି ରୋଡ଼ରେ ବହୁତ କିଛି ନିରାମିଷ ଆମର ଭୋଜନାଳୟ ଅଛି। ଏଠି ବହୁତ ଲୋକ ମଧ୍ୟ ପୁରୀକୁ ଆସୁଛନ୍ତି ଯେଉଁମାନେ କି ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି ଏବଂ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ରହୁଛି କେମିତି ଜଗନ୍ନାଥଙ୍କୁ ଦର୍ଶନ କରିବା ଏବଂ ଶୁଦ୍ଧ ଶାକାହାରୀ ଜିନିଷ ଖାଦ୍ୟ ଖାଇବା। କିନ୍ତୁ ସେମିତି ଗୋଟିଏ ମାନେ ଭଲ ହୋଟେଲ ଆମର ଏଇଠି ନଥିଲା, ଭଲ ରେଷ୍ଟୁରାଣ୍ଟ ମଧ୍ୟ ନାହିଁ ଆମର ଖାଇବା ପାଇଁ ଶୁଦ୍ଧ ମାନେ ଶାକାହାରୀ ହିସାବରେ। ତେଣୁ ଆମର ଗୋଟେ ପ୍ରୟାସ ଏଇଟା ରହିଲା ଯେମିତିକି ଆମ ଲୋକମାନଙ୍କୁ ଭଲ ଖାଦ୍ୟ ଦେବା ପାଇଁ ଏବଂ ସୁଲଭ ମୂଲ୍ୟରେ ଯେମିତି ଲୋକମାନେ ଖାଇକି ଏଠି ମାନେ ଆନନ୍ଦ ଅନୁଭବ କରିପାରିବେ ଏବଂ ଘରୋଇ ପରିବେଶରେ ଏଇଟା ମାନେ ତିଆରି କରାଯାଇଛି ଏବଂ ଲୋକମାନେ ଯେଉଁମାନେ ବି ଖାଇଛନ୍ତି ସେମାନଙ୍କର ଆମେ ତାଙ୍କର ନେଇଥିଲୁ, ପଚାରିଥିଲୁ ତାଙ୍କର ଖାଦ୍ୟ କେମିତି କ'ଣ ଲାଗୁଛି ମଧ୍ୟ ସେମାନେ ମଧ୍ୟ କହିଲେ ବହୁତ ସୁନ୍ଦର ହେଇଛି ଏବଂ ଆଗକୁ ଆମେ ଚେଷ୍ଟା କରୁଛୁ ସେମାନଙ୍କୁ ମଧ୍ୟ ଆମେ ନେଇଥିଲୁ ପଚାରିଥିଲୁ ଆଉ କ'ଣ ହେଇପାରିଲେ ସୁବିଧା ହେଇପାରିବ। ସେମାନେ ମଧ୍ୟ ଆମକୁ କିଛି ଉପଦେଶ ଆମକୁ ଦେଇଛନ୍ତି, ଆମେ ଚେଷ୍ଟା କରୁଛୁ ପରବର୍ତ୍ତୀ ଅବସ୍ଥାରେ ସେଟାକୁ ଆଗେଇ ନେବା ପାଇଁ। ଆଜିର ଯେଉଁ ଉଦ୍ଘାଟନ କୋଉମାନେ ଥିଲେ ଆଜି ହୋଟେଲ ଉଦ୍ଘାଟନ ପାଇଁ କୋଉମାନେ ଥିଲେ ଆପଣଙ୍କ? ଆମ ରେଷ୍ଟୁରାଣ୍ଟ ଉଦ୍ଘାଟନ ଆମର ପ୍ରିୟ ଲକି ଖୁଣ୍ଟିଆ ଭାଇ ଆମର ଆସିଥିଲେ, ସୁଭାଶିଷ ଖୁଣ୍ଟିଆ ଯିଏକି ଆମର ମାନ୍ୟବ ସାଂସଦ ଅଛନ୍ତି ରାଜ୍ୟସଭାର, ଏବଂ ଗୌରହରି ପ୍ରଧାନ ଆସିଥିଲେ ଯିଏକି ପୂର୍ବତନ ଆମର ସଦସ୍ୟ ଅଛନ୍ତି ଆମର ମ୍ୟୁନିସିପାଲିଟିରେ ଥିଲେ ଏବଂ ଆଉ କିଛି ମାନ୍ୟଗଣ ବ୍ୟକ୍ତି ମଧ୍ୟ ଆସିଥିଲେ ତାଙ୍କ ସାଙ୍ଗରେ। ଆଉ ସେମାନଙ୍କର ଉପଦେଶ ସେମାନେ ମଧ୍ୟ ସେ ଦେଇକି ଯାଇଥିଲେ, ଯେହେତୁ ସେ ଆମ ସହିତ ସଂଶ୍ଳିଷ୍ଟ ଅଛନ୍ତି ସେମାନେ ବି ଏଇଠି ଆସିକି ବସିଲେ ଏବଂ ବହୁତ ଖୁସି ହେଇକି ଆନନ୍ଦ ଅନୁଭବ କରି ଯାଇଛନ୍ତି ଏବଂ ସେମାନେ ମଧ୍ୟ ଆମକୁ କିଛି ଗାଇଡ଼ଲାଇନ୍ ଦେଇଛନ୍ତି ଯେ କିଛି ଏଇ ଅବସ୍ଥାରେ ଆପଣ କଲେ ଆଗକୁ ବି ଆପଣଙ୍କର ଭଲ ଉନ୍ନତି ହେବ ବୋଲି ଆମେ ଆଶା କରୁଛୁ। ଆଜ୍ଞା ଜୟ ଜଗନ୍ନାଥ। ଆପଣଙ୍କ ପରିଚୟ? ସନ୍ତୋଷ କୁମାର ପାଇକରାୟ, ଆଜ୍ଞା ଜାଗା ରେଷ୍ଟୁରାଣ୍ଟ। ଆମେ ପରଦିନ ଗଣେଶ ପୂଜା ଦିନ ଖୋଲିଲୁ ଆଜ୍ଞା। ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ମୁଖ୍ୟ ଉଦ୍ଦେଶ୍ୟ କ'ଣ, ସବୁ ତ ଆଇଁଷ ଆଜ୍ଞା ଏଠି, ଆମେ ପିଓର ଭେଜ୍ ଲୋକଙ୍କୁ ଟିକେ ଭଲ ଖାଇବା କେମିତି ଦେବୁ, ଆମର ଫାଇଦା ଦରକାର ନାହିଁ ଆଜ୍ଞା, ବିନା ଫାଇଦାରେ କେମିତି ଭଲ ଖାଇବା ଦେବୁ ଲୋକଟେ ଭଲରେ ଖାଆନ୍ତୁ। ଦେଖିବାକୁ ପାଇଛୁ ଯେ ବର୍ତ୍ତମାନ ଯେହେତୁ ବେଡ଼ିଗନ୍ଧା ହନୁମାନ ଅଛନ୍ତି, ଲକ୍ଷ୍ମୀଙ୍କ ବାପଘର ଅଛି, ସୁନାର ଗୌରାଙ୍ଗ ଅଛି, ତ ବାହାର ପର୍ଯ୍ୟଟକଙ୍କ ସହିତ ବିଭିନ୍ନ ମଠର ବାବାଜୀ ମାନେ ଆସୁଛନ୍ତି, ଆଜ୍ଞା ସେମାନେ ସାଦା ଖାଇବା ପାଇଁ ବହୁତ ହଇରାଣ ହୁଅନ୍ତି। ଆଜ୍ଞା ତ ଆପଣଙ୍କ ପାଖରେ କିଭଳି ସୁବିଧାରେ ତାଙ୍କ ପାଇଁ ବ୍ୟବସ୍ଥା ତାଙ୍କ ମାନଙ୍କ ପାଇଁ ଆମେ ଖୋଲିଲୁ ଆଜ୍ଞା। ତ ଲାଭର ଆଶା କମ୍? ଲାଭ ଆମ ଦରକାର ନାହିଁ, ଲାଭ ଦରକାର ନାହିଁ, ତାଙ୍କରି ମାନଙ୍କ ପାଇଁ ଆମେ ଖୋଲିଲୁ କେମିତି ଭଲ ଖାଇବାଟା ଦେବୁ ଆଜ୍ଞା। ତ ଆପଣଙ୍କର ଯେଉଁ ଆଜି ଉଦ୍ଘାଟନ ହେଲା ପରଦିନ ଗଣେଶ ପୂଜାରେ, ତ ଅତିଥି କୋଉମାନେ ଥିଲେ? ଅତିଥି ଲକେଇଥିଲେ ଆମର, ଆଉ ଭାଇମାନେ ବଡ଼ ଭାଇମାନେ ଥିଲେ, ସବୁ ଭାଇମାନେ ଆସିକି ଦେଇଛନ୍ତି, ସେମାନେ ବି ବହୁତ ଆଇଡ଼ିଆ ଆମକୁ ଦେଇଛନ୍ତି। ଆହୁରି ଆମେ ଚେଷ୍ଟା କରିବୁ ଲୋକଙ୍କୁ କେମିତି ଭଲ ଖାଇବା ଦେବୁ ଆଜ୍ଞା। ଆପଣଙ୍କର ଏଇ ଜଗା ରେଷ୍ଟୁରାଣ୍ଟକୁ ଆଜ୍ଞା ପ୍ରତିଦିନ ଗ୍ରାହକମାନେ ଖୁସିରେ ଆସିବା ପାଇଁ ଆମ ମିଡ଼ିଆ ମାଧ୍ୟମରେ ଆପଣ କିଭଳି ଆହ୍ୱାନ କରିବେ? ଆପଣ ଆପଣମାନେ ତ ସବୁକିଛି ଆଜ୍ଞା, ଆଉ ଆପଣମାନଙ୍କ ଇଏରେ ଆମେ ସବୁକିଛି ପାଇବୁ ଆଜ୍ଞା। ଆପଣମାନେ କୁହନ୍ତୁ, ଆମର କିଛି ଲାଭ ଦରକାର ନାହିଁ, ଲୋକ କେମିତି ଖୁସିରେ ଖାଇକି ଯାଆନ୍ତୁ, ଏତିକି ଗୋଟିଏ ଜିନିଷ ଦରକାର।